জাগি উঠো ভরা ঠাই দিও প্রভু এ সংসার সার হে মাধব তুমি
ପ୍ରଭୁ ନୀଳମାଧବଙ୍କୁ ଜଗନ୍ନାଥଙ୍କ ରୂପରେ ଜଗନ୍ନାଥଙ୍କୁ ନୀଳମାଧବଙ୍କ ରୂପରେ ଏ ସେବକ ପ୍ରଣାମ ନିବେଦନ କରୁଛି। ଆଜିର ପୃଥିବୀ ଆମ ଦେଶ ଆମ ପୃଥିବୀ ସବୁଆଡ଼େ ଆଜି ଧ୍ୱଂସର ଲୀଳା ଚାଲିଛି। କେବଳ ଗଣ୍ଡଗୋଳ ମରାଧରା ବ୍ୟତୀତ ପ୍ରଗତି କଥା ବିଶ୍ୱର ଭବିଷ୍ୟତ କଥା ଚିନ୍ତା କମ୍ କରୁଛି। ବେଶୀ ମାରିବା ମରିବା ଏଇସବୁ କଥା ଉପରେ ବିଶେଷ ଗୁରୁତ୍ୱ ଦିଆ। ତେଣୁ ମାଧବଙ୍କର ପବିତ୍ର କ୍ଷେତ୍ରରେ ଆମେ ଦୁଇଟି ସନ୍ଧ୍ୟା ଏଠି ଅତିବାହିତ କଲୁ। ଆଜି ଶେଷ ସନ୍ଧ୍ୟା। এই ଶେଷ ସନ୍ଧ୍ୟାରେ ମାଧବଙ୍କ ପଦାବ୍ଜରେ ନିଜକୁ ଓ ଆପଣମାନଙ୍କୁ ବିଶ୍ୱ ଦେଶକୁ ସମର୍ପଣ କରି ଶାନ୍ତି କାମନା କରୁ। ଶାନ୍ତି ଆମର ଏକମାତ୍ର କାମନା। ଉପେନ୍ଦ୍ର ଭଞ୍ଜ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ এই ଜିଲ୍ଲାର ଓଡ଼ଗାଁ ରଘୁନାଥଙ୍କ ପାଖରୁ ରାମତାରକ ମନ୍ତ୍ର ସିଦ୍ଧି ହେଇଥିଲେ ଏବଂ କୁଲାର ଦେବୀଙ୍କ ପାଖରୁ ମଧ୍ୟ ବର ପାଇଥିଲେ। ସେ ଲେଖିଥିଲେ ବ୍ରହ୍ମାରେ ଧୌତ ଯେ ପଦ ବୋହିଛି ଶିବେ ବିଷାଦ ନ ପାଇ ଚରଣାମୃତ ପାନ ହୋଇଛି। ବିଜ୍ଞାନୀ କୈବର୍ତ୍ତ ଧୋଇଲା ବିଶ୍ୱେ ପତିତ ପାବନ ନାମ। সেই ପଙ୍କ୍ତି ଭିତରେ ଲେଖିଛନ୍ତି ବିଷ୍ଣୁ ନଖ କୋଣେଇ ଥିଲା ବାମନବତାରେ ଭଗୀରଥ ଆଇଲା। ବିଷ୍ଣୁଙ୍କ ନଖ କୋଣରେ ଗଙ୍ଗା ଥିଲେ। ଇଏ କଥାଟା ଏକମାତ୍ର ଉପେନ୍ଦ୍ର ଭଞ୍ଜ ହିଁ ଲେଖିଥିଲେ। ଆଉ ଓଡ଼ଗାଁ ରଘୁନାଥଙ୍କ ପାଖରୁ ସିଦ୍ଧି ଲାଭ। ଭାରତ ବର୍ଷରେ ଆମେ ଅନେକ ତୀର୍ଥ ଅନେକ ମୂର୍ତ୍ତି ଏସବୁ ଦର୍ଶନ କରିଛୁ। ମୁଁ ତ ଏବେ କୌଣସି ମୂର୍ତ୍ତି ଦର୍ଶନ କରିବାକୁ ଯାଉନି, କେବଳ ପୀଠ ଦର୍ଶନ କରୁଛି। ମୁଁ ଦେଖିଲି, ମୁଁ ଜାଣିନଥିଲି ଆଗରୁ ଏଇଠି एकमात्र माधव मूर्ति कि विष्णु प्रतिमा जहांकर पाद तले नख कोणे गंगा प्रवाहित। उपेन्द्र भंजंकर गीत एटा गीत नुहे सत। विष्णु नख कोणे तेणु यही भलिया पवित्र पीठ जोठी दिने इतिहास हुए विश्वावसु शबर आमे खाली ना कहूल विश्वावसु शबर किंतु विश्वावसु शबर किए सी होती भगवान नीलमाधवंकर आउ गोटे रूप। आपण मैंने भावे ये गोटे नुआ कथा कहूँ प्रकृत में नुआ कथा कहे मुझा भावे मो मन को जाए मुझे कथा कहे आ प्रमाण सहित कहे। आपण मैंने जानते देवर्षि नारद जहां को पचारे नारद किए आपण नारद होती
ନାରାୟଣଙ୍କର ଭକ୍ତ। ଏଇ ଭକ୍ତ ନାରଦଙ୍କୁ ଦେବଶ୍ରୀ ନାରଦ କୁହାଯାଏ। ଯିଏ ନାରାୟଣ ନାମକୁ ସବୁବେଳେ ସ୍ମରଣ କରନ୍ତି। ଏଇ ନାରଦଙ୍କୁ ଗୀତାରେ କହିଲେ, ହେ ଅର୍ଜୁନ, ମୁଁ ହଉଛି ଦେବଶ୍ରୀ ନାରଦ। ତାମାନେ ନାରଦ ହଉଛନ୍ତି ନିଜେ ଭଗବାନଙ୍କର ଅବତାର। ଆପଣ ଦେଖିବେ ହିରଣ୍ୟକଶ୍ୟପକୁ ବିଦୀର୍ଣ୍ଣ କରିବା ପାଇଁ ସ୍ତମ୍ଭ ଭିତରୁ ନୃସିଂହ ବାହାରିଲେ। ପ୍ରହ୍ଲାଦଙ୍କର ପ୍ରାର୍ଥନାରେ ନୃସିଂହ ଆବିର୍ଭାବ ହେଲେ। ପ୍ରହ୍ଲାଦ, ସେଇ ପ୍ରହ୍ଲାଦ ହଉଛନ୍ତି ନୃସିଂହଙ୍କର ଭକ୍ତ। କିନ୍ତୁ ଗୀତା କହୁଛନ୍ତି ପ୍ରହ୍ଲାଦ ଚାସ୍ମି ଦୈତ୍ୟା, ମୁଁ ଦୈତ୍ୟ ମାନଙ୍କ ମଧ୍ୟରେ ପ୍ରହ୍ଲାଦ। ଯଦି ପ୍ରହ୍ଲାଦ ହେଇପାରିଲେ ଭଗବାନଙ୍କର ଅବତାର, ଦେବଶ୍ରୀ ନାରଦ ହେଲେ ଭଗବାନଙ୍କର ଅବତାର। ବ୍ୟାସ, ଯାହାଙ୍କୁ ବେଦବ୍ୟାସ ବୋଲି କୁହାଯାଏ, ଯିଏ ବେଦଠୁ ପୁରାଣ ପର୍ଯ୍ୟନ୍ତ ଲେଖିଛନ୍ତି, ତାଙ୍କୁ କଣ କୁହାଯାଏ? ବ୍ୟାସାୟ ବିଷ୍ଣୁ ରୂପାୟ, ବ୍ୟାସ ରୂପାୟ ବିଷ୍ଣୁ। ଆହୁରି ଗୋଟେ ଶ୍ଲୋକରେ ବି କହିଲେ, ଅଚତୁର୍ବଦନ ବ୍ରହ୍ମା, ତାଙ୍କର ଚାରିଟା ମୁଣ୍ଡ ନାହିଁ କିନ୍ତୁ ସେ ବ୍ରହ୍ମା, ଏକମୁଣ୍ଡିଆ ବ୍ରହ୍ମା। ଦ୍ୱିବାହୁ ପରାହରି, ତାଙ୍କର ଚାରି ବାହୁ ନାହିଁ, ସେ ଦୁଇଟି ହାତ କିନ୍ତୁ ସେ ବିଷ୍ଣୁ। ଅଭାବ ଲୋଚନ ଶମ୍ଭୁ, ତାଙ୍କର ତୃତୀୟ ନୟନ ନାହିଁ କିନ୍ତୁ ସେ ହଉଛନ୍ତି। ତେଣୁ ବ୍ୟାସ ଯଦି ଅବତାର ହେଲେ, ନାରଦ ଅବତାର ହେଲେ, ଆଉ ପ୍ରହ୍ଲାଦ ଅବତାର ହେଲେ, ହନୁମାନ କିଏ? ହନୁମାନ ହଉଛନ୍ତି ରୁଦ୍ରାବତାର। କିନ୍ତୁ ଯାହାଙ୍କୁ ପଚାରିବେ ହନୁମାନ କିଏ, ନା ରାମଙ୍କ ଭକ୍ତ। ଯଦି ଏମାନେ ଯଦି ଅବତାର ହେଲେ, ନୀଳମାଧବଙ୍କୁ ଯେ ପ୍ରଥମ ଦର୍ଶନ କରିଥିଲା, ନୀଳମାଧବଙ୍କୁ ଯେ ପ୍ରଥମ ଫଳମୂଳ ଭୋଗ କରୁଥିଲା, ସେ କିଏ? ବିଶ୍ୱାବସୁ। ତେଣୁ ବିଶ୍ୱାବସୁ ମଧ୍ୟ ନୀଳମାଧବଙ୍କର କି ଜଗନ୍ନାଥଙ୍କର ଗୋଟିଏ ଭକ୍ତାବତାର। ଆକୁ ଆମକୁ ମାନିବାକୁ ପଡ଼ିବ। ତାଙ୍କର ଝିଅ ଥିଲେ ଲଳିତା। ଲଳିତା ଶବ୍ଦର ଅର୍ଥ ହଉଛି ଅତି ସୁନ୍ଦର। ଏଇ ସୁନ୍ଦର ସ୍ୱରୂପର ଲଳିତା ତାଙ୍କରି ପାଇଁ ନୀଳମାଧବଙ୍କର ସନ୍ଧାନ ପାଇଲେ। ତେଣୁ ଏଠି ଲଳିତାଙ୍କୁ ଶକ୍ତି ରୂପିଣୀ ମା ବୋଲି ଆମକୁ ଧରିବାକୁ ପଡ଼ିବ, କହିବାକୁ ପଡ଼ିବ। ଆପଣ ରାଧା କହିପାରନ୍ତି, ସୁଭଦ୍ରା କହିପାରନ୍ତି, ଗୋପୀ କହିପାରନ୍ତି, ମଙ୍ଗଳା କହିପାରନ୍ତି, ସବୁ କିଛି କହିପାରନ୍ତି। ଇଏ ପବିତ୍ର ପୀଠରେ ଆଜି ବି ବିଶ୍ୱାବସୁ ଶବରର ସ୍ଥାନ, ଲଳିତା ପୂଜିତ ମୋହନଙ୍କର ସ୍ଥାନ, ମା ମଙ୍ଗଳାଙ୍କର ସ୍ଥାନ ଏବଂ ମାଧବଙ୍କ ପାଖରେ ମହାଦେବଙ୍କର ସ୍ଥାନ, ଯେ ଉତ୍ତରାୟଣ ଦକ୍ଷିଣାୟନରେ ରୂପ ପରିବର୍ତ୍ତନ କରନ୍ତି, ଯାହାଙ୍କର ନଖ କଣରୁ ଗଙ୍ଗା ବାହାରେ। ଏଭଳି ପବିତ୍ର ତୀର୍ଥଟିଏ ସମଗ୍ର ଭାରତ ବର୍ଷରେ ବିରଳ। ଏ ପର୍ଯ୍ୟନ୍ତ ବୋଧେ
आमे माने ताको ठीक भावरे लोकक पाखरे पहुंचई पारि सेथिपाई आमे नीलमाधवଙ୍କ पाखरे आमे कृतज्ञ आमे निजुको अपराधी बोली भाबुछु एडिकी ए कथा सब बेले चले से जो नाम की करूँ आमे काली गाउथलु आउ थरे गाई देउछि एई नामर अष्टम प्रहर कविज प्रहर कले आउ नील माधव नील सुंदर जगन्नाथ स्वामी नील सुंदर जगन्नाथ स्वामी नित्य आनंद माधव नील सुंदर जगन्नाथ स्वामी नित्य आनंद नीलमाधवंकर सेवक मानक प्रणाम जणाउछि अजस्र प्रणाम नीलमाधवंकर परिचालक कवि ट्रस्ट मध्य प्रणाम जणाउछि प्रशासन शासक समस्त को शुभेच्छा जणाउछि एवं जो माने मते पुष्पगुच्छ देइजंती मते उत्साहित करचंती सेमानकर शुभकामना करछि तांको जीवन पुष्पित जो माने दुईटी जाक संध्या उपभोग करिबा पई आग्रहर सहित आसी पहुंचुचंती आज पर्यंत मु आपण मानक पाखरे नुआ मनीष थिली आसंता काली ठारू पुरुणा मनीष हो पुणी जेतेबेले आसीबी आपण माने कहबे बलिया बा आसीथिले पुणी आसीथिले नीलमाधवंकर दया थिले निश्चय आसी तेबे सज्जन समस्त को शुभेच्छा प्रणाम समस्त शांति और प्रगति कामना ये किम्स हॉस्पिटल आपण अंचल गणिया अंचल जो पुअटी ये अंचल को मत दुई तीन थर आनिला थे जो जाए अंतर दु चार वर्ष जाए मन हेले जाए किंतु तार श्रद्धा ममतार निमंत्रण जहाँ को आपण निरंजन बाघ बोली कहते से निरंजन को शुभेच्छा दौ नहीं केवल ये कहूँ आउ जिते बड़े प्रोग्राम हम खाली कथार प्रोग्राम नकरी तीनोटी प्रोग्राम ता सहित रहा सब जगार आप प्रथम पतिहरा माँ माने जगन्नाथ को नीलमाधव को आम समस्त बंदापना करेंगे आम पूजा करें पतिहरा माँ जहाँ विधवा माँ बोली कहुए द्वितीय कार्यक्रम हम सर्वनिम्न 100टी कि 50टी गछ आम ये अंचल लगेगा यह द्वितीय कार्यक्रम आउ तृतीय कार्यक्रम मद्य मादक विरुद्ध आम मद्यर अपकारिता मादकर अपकारिता कौन से कथा आम तेणु सज्जन माधवंकर दया हेले ये सब संभव दया हेले नर हरि पंगु देश में लंघे
ତୁହର ନୋହିଲେ କରୁଣା ବ୍ରହ୍ମା ଶଙ୍କର ହୁଅନ୍ତି ରଣା। ଆମେ ଗୋଟେ ନିବେଦନ କଲୁ, ସେ ନିବେଦନକୁ ସ୍ୱୀକୃତ। ବର୍ତ୍ତମାନ ସମସ୍ତଙ୍କୁ ଭଗବାନ ଦାସ ହେଲା ଯିଏକି ଆପଣମାନଙ୍କ ପାଇଁ 2 ଦିନ ହେଲା ପ୍ରସାଦ ବ୍ୟବସ୍ଥା କରୁଛନ୍ତି। ଦୁନିଆରେ ଦେବତା କିଏ? ଆପଣ କୋଉ ଦେବତାକୁ ଦେଖିଛନ୍ତି? ମୁଁ କିନ୍ତୁ କେତେ ଗୁଡ଼ିଏ ଦେବତାକୁ ଦେଖିଛି, 33 କୋଟି ଦେବତାଙ୍କୁ ମୁଁ ଦେଖିଛି। ଦେବତା କିଏ? ଅଗ୍ନି, ସୂର୍ଯ୍ୟ, ଚନ୍ଦ୍ର, ବାୟୁ, ପୃଥିବୀ, ସମୁଦ୍ର, ଏଇମାନେ ହଉଛନ୍ତି ଦେବତା। ଯେ ମଣିଷ ସମାଜ ଭିତରେ ଦେବତା କିଏ? ସିଏ ହଉଛନ୍ତି ଯିଏ ଦାତା, ଅନ୍ନଦାତା, ଛତ୍ରଦାତା, ଗୋଦାତା, ବିଦ୍ୟାଦାତା, ସେଇମାନେ ହଉଛନ୍ତି ଦେବତା। ଆଉ ଦେବତା ଆମ ପାଇଁ, ଆମ ହିନ୍ଦୁ ସନାତନୀ ମାନଙ୍କ ପାଇଁ ଆଉ ଜଣେ ଦେବତା ହଉଛନ୍ତି ଗୋମାତା, ଯାହା ଉପରେ ଆଜି ଆମେ ଗୁରୁତ୍ୱ ତେଣୁ ତାଙ୍କୁ ଶୁଭେଚ୍ଛା ଦଉଛୁ। ସେ ସେମିତି ଦଉଥାନ୍ତୁ, ତାଙ୍କର ଉତ୍ତରୋତ୍ତର ଉନ୍ନତି। ହୃଷିକେଶ ମିଶ୍ର ମହୋଦୟ, ଶ୍ରୀ ରାଜୀବ ଲୋଚନ ମିଶ୍ର ମହୋଦୟ, ମାଧବ ଚନ୍ଦ୍ର ଶାନ୍ତୁ ମହାଶୟ, ନୀଳମାଧବ ମିଶ୍ର ମହୋଦୟ, ଶତ୍ରୁଘ୍ନ ବେହେରା ମହୋଦୟ, ଦିଲ୍ଲୀପ କୁମାର ପଣ୍ଡା ମହୋଦୟ, ପ୍ରତାପ ଚନ୍ଦ୍ର ସାହୁ ମହୋଦୟ, ବଂଶୀଧର ବେହେରା ମହୋଦୟ, ସନ୍ତୋଷ ବେହେରା ମହୋଦୟ, ପ୍ରଭାତ ବେହେରା ମହୋଦୟ, ପ୍ରଶାନ୍ତ ମହୋଦୟ, ପିନାକୀ ପୃଷ୍ଟି ମହୋଦୟ, ତତ୍ସହିତ କଣ୍ଟିଲର ଗ୍ରାମବାସୀ, ଇଏ ପଞ୍ଚାୟତର ଅଧିବାସୀ, ଏ ନିର୍ବାଚନ ମଣ୍ଡଳୀର ଅଧିବାସୀ, ନୟାଗଡ଼ ଜିଲ୍ଲାର ଅଧିବାସୀ ସମସ୍ତଙ୍କୁ ହାତ ଯୋଡ଼ି ନମସ୍କାର କରୁଛି ଏବଂ ସମସ୍ତଙ୍କ ପାଇଁ ନୀଳମାଧବଙ୍କ ପାଖରେ ଶାନ୍ତି ଆଉ ପ୍ରଗତିର କାମନା କରୁଛି। ନୀଳ ବିଶ୍ୱାବସୁ ଶଙ୍କର ପ୍ରଥମେ ଶୂନ୍ୟକୁ ପୂଜା କରୁଥିଲେ, ଶୂନ୍ୟକୁ ଧ୍ୟାନ କରୁଥିଲେ। ଶୂନ୍ୟ କହିଲେ କାହାକୁ କୁହାଯାଏ? ଯେତେ କଥା ଅଛି ସବୁ ଶୂନ୍ୟ ଭିତରେ ହିଁ ଅଛି। ଇଏ ପୃଥିବୀଟା ଶୂନ୍ୟରେ, ସୂର୍ଯ୍ୟ, ଚନ୍ଦ୍ର, ବାୟୁ, ସମୁଦ୍ର, ଇଏ ସବୁ ଶୂନ୍ୟରେ। ଶୂନ୍ୟ ଶୂନ୍ୟ ମହାଶୂନ୍ୟ, ଶୂନ୍ୟ ମଧ୍ୟରେ ନିରାମୟ, ନିରାମୟ ମଧ୍ୟରେ ଜ୍ୟୋତି, ସଜ୍ୟୋତି ଭଗବାନ। ବିଶ୍ୱାବସୁ ଶଙ୍କର ସେଇ ମହାଶୂନ୍ୟ ଭିତରେ ସେଇ ଜ୍ୟୋତିରାନନ୍ଦ ପୁରୁଷଙ୍କୁ ଧ୍ୟାନ କରୁଥିଲେ। ସେଇ ଥିଲା ତାଙ୍କର ପୂଜା। ସେଇ ହଉଛନ୍ତି ନୀଳ ମାଧବ। ଏଇ ନୀଳ ମାଧବ ଯେତେବେଳେ କଂସକୁ ଶୂନ୍ୟବାଣୀ ହେଲା, ସେ ଶୂନ୍ୟରୁ ବାଣୀ ଆସିଯିବା, ସିଏ ହଉଛନ୍ତି ନୀଳମାଧବଙ୍କର ବାଣୀ। ନୀଳମାଧବ କେତେବେଳେ ହେଲେ ଭାଗବତ କହୁଛନ୍ତି
प्रथमे एक ब्रह्म थिला द्वितीय प्रकृति प्रथमे एक प्रथमे से जड़े थिले जणिकिया निर्जनता भल लगे तेणु सी कहले ना गोटे लीला सृष्टि करी से बेले से हेले नील माधव जिते प्रकृति को सृष्टि कले भागवत कहते मन किसी कहूनी प्रथमे एक ब्रह्म द्वितीय प्रकृति गपट कहले गपटा बहुत बढ़िया लगे ये तत्व बुझा दरकार प्रथमे से निराकार प्रथमे एक ब्रह्म थिला द्वितीय प्रकृति होइला प्रकृति किए पृथ्वी तापरे ये पृथ्वी भितरे समुद्र सृष्टि है पहाड़ पर्वत नद नदी झरणा वृक्ष तरु तृण लता जीव जगत पक्षी जगत मनीष समाज जन्म शुद्ध लीला चलला ये पृथ्वी गला नीलांचल ये पृथ्वी आपण मैंने देखुंती मंदिर मस्जिद गिरजा पहाड़ पर्वत जंगल केते कथा देखुं आंब गछ जगत खाली आरंभ कर सब ये समस्ते होती निराकार ये निराकार भीतर अच्छा बुझा कष्ट हेले भावे रास्ते साकार एकमात्र जड़े सी होती ब्रह्म जहाँ गीता कहते ब्रह्मा ब्रह्मादि ब्रह्माग्नो ब्रह्मणा ब्रह्मैव तेन गन्तव्य ब्रह्म कर्म समान आमे समस्ते निराकार साकार होती एकमात्र भगवान हूँ भूल कहू नहीं मोर साधनार तपस्यार आशीर्वाद आपण पाखे कहूँ आमे समस्ते निराकार सी ही एकमात्र साकार नदी नदी नीलमाधव मंदिर श्री मंदिर लिंगराज मंदिर मस्जिद चर्च कोठा घर चाल घर झरणा पहाड़
हिमालय ठारू कुमारिका पर्यंत ये सब होउचंती साकारंकर केतन पताका बा स्तंभ बा निराकार। आपण निराकार उपासना कले कष्ट केमिति कष्ट टिके खाली 2-3 मिनिट समय नउची। आपण माधव पाखु आसिले माधव प्रणाम जणैले टिके प्रणाम जणैगिरी किए गोटे कहले आगे आसतु महादेव को दर्शन करेंगे। महादेव को दर्शन कले आउ जने के विश्वास को दर्शन करेगा आउ के गला से मंगला को दर्शन करेगा तामाने अनेक ही गला आम एकाग्रता पूरा विक्षिप्त हो गला कहा को आम दर्शन कर। तेणु ये जगत होती निराकार गोटे गोटे पताका ये साकार गोटे गोटे पताका निराकार आमे समस्ते निराकार साकार एकमात्र से भगवान मानव जदि एकाग्रतार सहित से साकार भगवान को प्रार्थना करेंगे आउ किछि मने पकेबे नहीं ये माधव तू टिके हमको देखा दे टिके कृपा कर आमे निश्चित ताको ये होउची बलिया हिसाब निराकार साकार तत्व ताको के मानतु न मानतु मु जहा जानती आप माने भाबिले भी जाई पारे आता सज्जन भगवान कृष्ण दिने माटी खाइले माटी कौन आम छुआ खाते आम घर जो छुआ गुड़ाक जन्म होती से भी बेले बेले माटी खाती किंतु सेदिन देवकी नंदन कृष्ण यशोदानंदन कृष्ण देवकी पुत्र यशोदांकर पालित पुत्र यशोदा घरे थिला बेले से माटी खंडे पाठरे पड़े आ पिला गुड़ाक माटी खाते आसे माटी को नहीं पात्र सी माटी खाई सारा पर यशोमती दांत को खोलिक आ करेले से आरे कौन देखिले अनेक बाहु भगवान कृष्ण पार्टी भितर गाई चलुंट छेली चलुंट मेधा चलुंट युद्ध होती आरोषेबास होती साधु सत मान भजन कीर्तन चली नाम कीर्तन भी चली ये तो देखिए आश्चर्य ये कौन माटीटा से खाई ताने भगवान कृष्ण कि दशमूर्ति की जनाऊँ माँ ये माटी नुहे ये माटी यही माटी भीतर ये जगत पूरी रही स्वर्ग नरक मेरी वाणी
ଅଛି ସ୍ୱର୍ଗରେ ଯାଇକରି ଆମେ ଯମଦଣ୍ଡ ପାଇବୁ। ମୁଁ ସେ ସ୍ୱର୍ଗ ଦେଖିନି, ମୁଁ ସେ ନର୍କ ଦେଖିନି। ଏଇଠି ଆମେ ଚୋରି କରିବୁ, ପୋଲିସ ବାନ୍ଧିକିରି ନବ, ଥାନାରେ ଆମର ଗୁଡ଼ାଏ ବାଡ଼େଇବେ, ନହେଲେ ଗୋଟେ କିଛି ଦଣ୍ଡିତ ଦଣ୍ଡ। ଏଇଠି ଆମେ ଭୁଲ କରିବୁ, ମନେ କରାଯାଉ କାହାରି କଥା ମାନିବୁ ନାହିଁ, ମଦ ବୋତଲ ବୋତଲ ପିଇବୁ, ସିଗାରେଟ ମାନେ ଗୋଟା ଗୋଟା ଭଣ୍ଡଣା ପିଇବୁ, ଗଞ୍ଜେଇ ଖାଇବୁ, ତାହେଲେ କଣ ହବ? ଆମକୁ ରୋଗ ହବ। ସେଇ ହଉଛି ନରକ। ସ୍ୱର୍ଗ ନରକ ବେନି ପାଣି, କର୍କଟ ରୋଗ ହବ, ଗୁଟୁକା ଖାଇବୁ, କର୍କଟ ରୋଗ ହବ, ମଦ ପିଇବୁ, ଲିଭର ଛିଣ୍ଡି ପଡିବ, ହାର୍ଟ ଷ୍ଟ୍ରୋକ ହବ, ବ୍ରେନ୍ ଷ୍ଟ୍ରୋକ ହବ। ଆଉ ନର୍କ କୁଆଡେ? ନର୍କଟା ଏଇଠି ସ୍ୱର୍ଗବାସ ଯାର ନାହିଁ। ଭଦ୍ର ମଣିଷ ଶିକ୍ଷାବିତ ସେଇମାନଙ୍କୁ କୁହାଯିବ। ମୁଁ ଲାଞ୍ଚ, ପର ଧନ, ପର ନାରୀ, ପର କଥା କପି ମୁଁ ବଡ ଲୋକ ହେବି, ଗାଡି ଚଢିବି, ପ୍ଲେନ ଚଢିବି, ଦୁଃଖେ ସଞ୍ଚିତ ଯେତେ ଧନ হব নেই। সে স্বর্গ নয়, সে নরক। ধন অর্জনে ধন হরি, ধর্মে প্রাপ্ত নর হরি, ধন অর্জনে ধন হরি, ধর্মে প্রাপ্ত নর হরি। আজ আপন ମାନଙ୍କର ଦାନରେ, ଆପଣ ମାନଙ୍କର ଉତ୍ସାହରେ ଆଜି ବଳିଆ କଟକ ଜଗତସିଂହପୁର ଜିଲ୍ଲା ପାଇଁ ଏଠି ଟେଣ୍ଟ ବନ୍ଧା ହେଇ ଚେୟାର ପଡିଛି, ପ୍ରସାଦ ବିତରଣ ହଉଛି। ଏଇ ହଉଛି ଧର୍ମ। ଧରାଯାଉ ଆମେ ଆକୁ କରିବାନି, ସ୍କୁଲ ପିଲାମାନଙ୍କୁ ବିଦ୍ୟାର୍ଥୀ ଭୋଜନ କରିବା, କିମ୍ବା ଅନାଥ ଆଶ୍ରମର ପିଲାମାନଙ୍କୁ ଆମେ ପୋଷାକ ବଣ୍ଟନ କରିବା, କିମ୍ବା ଗରିବ ମଣିଷ ଯିଏ ଥଣ୍ଡାରେ ଥରି ଯାଉଛି କମଳଟିଏ ଦାନ କରିବା। ସଜ୍ଜନ ତାର ଉପମା ନାହିଁ, ସେ ଅନୁପମ। ସେଇଥିପାଇଁ କୁହାଯାଇଛି ଧନ ଅର୍ଜନେ ଧନ କରି, ଧର୍ମେ ପ୍ରାପ୍ତ ନର ହରି, ଧନ ଅର୍ଜନେ ଧନ କରି, ଧର୍ମେ ପ୍ରାପ୍ତ ନର ହରି। କୃଷ୍ଣଙ୍କ ପାଟିରେ ଯେତେବେଳେ ମାଧବଙ୍କ ପାଟିରେ ମାଟି, ମାଧବ ଖାଇଲେ ମାଟି, ସେ ମାଟି ଭିତରେ ଦେଖିଲେ ସମଗ୍ର ଜଗତକୁ। ସେଇଠି ସେ ହେଲେ ନୀଳମାଧବ। ମାଧବ ସେଇଠି ହେଲେ, ପ୍ରଥମ ମାଧବ ସେଇଠି। ସେଇଥିପାଇଁ ଆମେ ବୁଲୁଛୁ
नील माधवं नील सुन्दरं नील माधवं नील सुन्दरं नील माधवं नील सुन्दरं नील माधवं नील सुन्दरं। आउ कोठी माधव हेले प्रथम माटी खिया बेले माधव हेले जेतेबेले कदम्ब वन जमुना कूଳରେ बुलुथिले हठात मने पड़िला मु काहीकि आसीथिली मोर काम कौन थिला मते ये गोपपुर को छाड़िबा को हबो आपर मु मथुरा को जीवी मथुरा में पुणी द्वारिका को जीवी द्वारिका रही पुणी महाभारत युद्ध करी तापर दारा समर हस्तरे सरबिद्ध है पुणी वैकुंठ को जीवी आई एगुड़ाक काम मोर अच्छी कौन ये गोपी गोपाल स्नेह ममता को नहीं रहीगले तेणु सज्जन से बंशी बजेले बंशी कौन बजेले दुकान किणिकी आनी बंशी बजेले बम कहले ब्रह्मंकर बीज मंत्र बम तेणु से ब्रह्मानंद रूपक बंशी बजेले से बंशी गई कारीगर तैयारी करनी कि बाजार बिक्री होना से बंशी ना कौन मोहन बंशी से मोह आसब बंशी कौन बजेले रा रा बंशी बाजुला रा 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 राधे माने आराधना एटी नीलमाधव को सकाल राति पर्यंत जो सेवा होती सी होती राधा आमे गुरु ग्रहण करिचे गुरु मंत्र नौचे कि आसन पादासन आसन प्राणायाम ध्यान धारणा करुचे ये होची आराधना राधा को राधा शब्द को बोलते ही दियो ये हला धारा धारा माने संविधान भारतर संविधान अमेरिकार संविधान ये जिते संविधान ये पृथ्वी सब होती राधा सी बंशी बाजिला समस्त को शुभिला गोटे शब्द रानी
ଗୋପୀ ଗୋପାଳ ମାନେ ଖାଲି ଗୋପୀ ନୁହଁ, ଗୋପୀ ଆଇଲେ ଗୋପାଳ ଆଇଲେ, ସବୁ ଦୌଡ଼ିକିରି ଆସିଲେ। ଆଉ ଏମିତିଆ ବଂଶୀଟା କିଏ ବଜେଇଲା? ଇଏ ବଂଶୀର ସ୍ୱର ହଉଛି ରାଧା। 16,000 ଗୋପୀ, 16,000 ଗୋପାଳ ସେଦିନ ଯମୁନା କୂଳରେ ସନ୍ଧ୍ୟା ସମୟରେ ସମସ୍ତେ ରୁଣ୍ଡୀଭୂତ ହେଇଗଲେ। କୃଷ୍ଣ ପଚାରିଲେ ତମେ କୋଉଠୁ ଆସିଲ? ଆମ ଘରୁ ଆଇଲ। ତମେ ଆଇଲ, ତମ ସ୍ୱାମୀ ମାନେ ଆଇଲେ, ତାହେଲେ ବ୍ରଜରେ ରହିଲା କିଏ? ଏଇ ପିଲା ଛୁଆ ସବୁ ଅଛନ୍ତି। ଯାଅ ହେ ଗୋପାଳ ମାନେ, ହେ ଗୋପାଳ କହେ ଉପାଦନ ହେ हे सिंधु कन्या पते हे कंसांत कहे गजेंद्र करुणा पारी नहे माधव। ଏଇଠି ମାଧବ ହେଲେ, ହେ ରାମାନୁଜ ହେ जगद्गुरु हे पुंडरी आत्मा हे गोपी जगन्नाथ पालय पर ଗୋପାଳ କହିଲେ, ଗୋପାଳ ମାନେ କହିଲେ ଆମେ ଗାଈ ମଇଁଷି ଛାଡ଼ିକିରି ତୁମ ପାଖକୁ ଆଇଲୁ, ତମେ ଆମକୁ ଡାକିଲ, ମୁଁ ତ ତମକୁ ଡାକିନି ନା, ଆଉ ରା ରା ବୋଲି ଡାକିଲ, ଆ ଶୁଭିଲା। ଆରେ ରା ରା ଡାକିଲେ ଆ କେମିତି ଶୁଭିଲା? ଆମେ ଭାବିଲୁ ଗୋଟେ ଆତ୍ମାକୁ ଡାକୁଛନ୍ତି ଆପଣମାନେ, ଆମେ ପଳେଇଲୁ। ଆଉ ଏଠି କିଏ ପୂଜା ରହିଛି? ଯାହା ଭିତରେ ଆତ୍ମା ଆଇଲେ ନା 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 ତମେ ଯାଅ। ଗୀତା କହୁଛନ୍ତି ଲୋକେସ୍ମିନ୍ ବିବିଧା ନିଷ୍ଠା ପୁରା ପ୍ରୋକ୍ତା ମୟାନ ଜ୍ଞାନ ଯୋଗେନ ସଂଖ୍ୟା କର୍ମ ଯୋଗେନ ଯୋଗିନା। ଦି ପ୍ରକାର ନିଷ୍ଠା ଆମକୁ ରଖିବାକୁ ପଡ଼ିବ, ଗ୍ରାହସ୍ଥ ଆଉ ସନ୍ନ୍ୟାସ। ଯାଅ ଘରକୁ ଫେରି ଯାଅ। ମା ମାନେ ଆଇକିରି ଯିଏ ଯମୁନା କୂଳରେ ବୁଲାବୁଲି କରି ଯିବେ। ଗୋପୀ ମାନେ ରହିଲେ, ଗୋପାଳ ମାନେ ରହିଲେ। ସେଇଠି ଆରମ୍ଭ ହେଲା ରାହା। ସେଇଠି କୃଷ୍ଣ ହେଲେ ନୀଳ ମାଧବ। ନୀଳ କୃଷ୍ଣ କମଳ ମୁରଲି କଣ? ମଧୁର ବିନୟ ଭାଗବତ। ମୁରଲି କିଏ? ମଧୁର ବିନୟ କହିତ ଶିବ
ମୁଁ ହଉଛି ର କହିଲେ ରସ। ରସଟି କଣ? 9 ପ୍ରକାର ରସ। ଏତେ କଥା କହିହବନି। ଆପଣମାନେ ଏଠି ବସିଛନ୍ତି ଭକ୍ତି ରସରେ। ଆମେ ଜନ୍ମ ହେଇଛେ ଶୃଙ୍ଗାର ରସରେ। ହସିବା ପାଇଁ ରହିଛି ହାସ୍ୟ ରସ, କାନ୍ଦିବା ପାଇଁ ରହିଛି କାରୁଣ୍ୟ ରସ। ଏମିତି ସବୁ ରସ, ଏମିତି ରସକୁ ସବୁ ନେଇକି ରସ ବୈଷ ବ୍ରହ୍ମ। ଏ ରସ ଗୁଡ଼ିକ ହଉଛି ବ୍ରହ୍ମ। ରସର ପ୍ରତୀକ କିଏ? ରସ ମତ୍ସୁ କୌନ୍ତେ ପ୍ରଭାସ୍ମି ଶଶି ସୂର୍ଯ୍ୟ ପ୍ରଣବ ସର୍ବବେଦେଷୁ ଶବ୍ଦତେ ପୁରୁଷମୁଷୁ। ଏ ସବୁ ଯାକ ରସ ସୃଷ୍ଟି ହେଇଛି ସୂର୍ଯ୍ୟ ଆଉ ଚନ୍ଦ୍ରଙ୍କ ଦ୍ୱାରା। ମୁଁ କିଏ? ସୂର୍ଯ୍ୟଙ୍କର ରସ, ମୁଁ ଚନ୍ଦ୍ରଙ୍କର ରସରେ ମୋ ଜୀବନ ଧାରଣ। ଏ ଜଗତରେ ଯାହା ସୃଷ୍ଟି ହେଇଛି ସୂର୍ଯ୍ୟ ଚନ୍ଦ୍ରଙ୍କ ପାଇଁ ସୃଷ୍ଟି ହେଇଛି ନା। ଆଉ ମୁରଲି, ଲି କହିଲେ ଲୀଳା। ଲୀଳା କଣ? ତୁମରି ଆସି ସେ ସୁନ୍ଦର ବର୍ତ୍ତମାନ ମୁରଲି ବାଜୁଛି ନା। ଆଉ ଆପଣମାନେ ମୁରଲିର ଶବ୍ଦ ଶୁଣୁଛନ୍ତି କି ନାହିଁ? ମୁରଲିର ଶବ୍ଦ ଶୁଣିବା ପାଇଁ ଆପଣ ଘର ଦ୍ୱାର ଛାଡ଼ିକିରି ଏଇଠାକୁ ଆଇଛନ୍ତି କି ନାହିଁ? ଆପଣମାନେ କଣ ବର୍ତ୍ତମାନ ଆପଣଙ୍କ ଘରେ ଅଛନ୍ତି? ଆପଣ ମାଧବଙ୍କ ମନ୍ଦିର ପାଖରେ ଅଛନ୍ତି ନା? ଏଇ ପୁରା ମୁରଲି, ଏଇ ଲୀଳା ଲାଗିଛି। କଥା ସରିବ, ପ୍ରସାଦ ବଣ୍ଟନ ହବ, ହରିବୋଲ ପଡିବ, ହୁଳି ପଡିବ। ଏଇ ତ ମୁରଲି। ଆଉ ମୁରଲିଟା କୋଉଟା ଯିବ? ବର୍ତ୍ତମାନ ରାତି ହେଇଛି, ଚନ୍ଦ୍ର ଦେଖାଯାଉଛନ୍ତି, ନକ୍ଷତ୍ର ଦେଖାଯାଉଛନ୍ତି। ରାତି ପାଇବ, ସୂର୍ଯ୍ୟ ଉଦୟ ହେବେ। ଏଇ ତ ଲୀଳା। ଦିନ ଆଉ ରାତି ଆଉ। ନିଜକୁ ଯେତେବେଳେ ଜାଣିବାକୁ ଚାହିଁବି ମୁଁ କିଏ, ସେତିକି ବେଳେ ଜାଣିବି ମୁଁ ପୁତ୍ର। ମୁଁ ଯଦି ପୁତ୍ର ହେଲି, ବାପା କିଏ? ମନେ କର ମୁଁ ବାପା, ତାହେଲେ ମୋ ପୁଅ ଝିଅ କଣ? ମୁଁ ଯଦି ପୁଅ ଝିଅ ହେଲି, ତାହେଲେ ମୋର ନାତି ନାତୁଣୀ କିଏ? ଏମିତି ଦେଖି ଦେଖିକା ଗଲେ ଶଳା, ଭିଣେଇ, ସଡୁ, ମଉସା, ମାଉସୀ, ପିଇସା, ପିଇସି, ଏ ସବୁ ନେଇକିରି ମୁଁ ଗୋଟେ କେତେ ବଡ ଲୋକଟା। ମୁଁ ଏ ଗ୍ରାମର, କଣ୍ଟିଲ ଗ୍ରାମର ଅଧିବାସୀ। ଏଇ ହଉଛି ମୁରଲି। ଏଇ ମୁରଲି ପାଇଁ ଗୋପୀ ଗୋପାଳ ମାନେ ଯମୁନା କୂଳକୁ ଦୌଡ଼ିକିରି ଆସିଲେ। ମୁରଲି ଆଉ ବେଦରେ ରହିଛି ପଞ୍ଚମଙ୍କାର, ସେ ସବୁ ତତ୍ତ୍ୱ କଥା ଆଜି ଚଳିବନି। ଏଇ ହଉଛି ମୁରଲି। ପ୍ରଭୁ ପାଦ ତଳେ ପ୍ରାଣ ସତ୍ୟ କଥା କହେ ସେ ହଉଛି ମୁରଲି। ଯିଏ ଶାସ୍ତ୍ର କଥା କହେ ସେ ହଉଛି ମୁରଲି।
ଯିଏ ମଦ୍ୟମାଦକ ଛାଡ଼ିବା ପାଇଁ ସଂକଳ୍ପବଦ୍ଧ ହୁଏ ସେ ହଉଛି ମୁରଲୀ। ଯିଏ ଭଲ ମଣିଷ ହବ, ଭଲ ଦାତା ହବ, ଭଲ ଉଦ୍ୟୋକ୍ତା ହବ, ଭଲ କର୍ମୀ ହବ, ଭଲ ଜ୍ଞାନୀ ହବ, ଭଲ ନେତା ହବ, ସେଇ ହଉଛି ମୁରଲୀ। ଆଉ କୃଷ୍ଣ କଣ ଖାଲି ମୁରଲୀ ବଜଉଥିଲେ? ସେ ବଂଶୀ ହଉଛି ମୁରଲୀ। ଏଠି ମୁରଲୀ ବାଜିଛି, ମୁରଲୀ ବାଜୁଛି, ମୁରଲୀ ବାଜିବ। ନୀଳମାଧବ ଥିଲେ, ଅଛନ୍ତି, ରହିବେ। ଇଏ ହଉଛନ୍ତି ନିରାକାରଙ୍କର ଗୋଟେ ମହାନ ପାହାଡ଼, ନୀଳ ସୁନ୍ଦର ପର୍ବତ, ସେ ନୀଳକନ୍ଦରର ପର୍ବତ, ତା ଭିତରେ ପୀଡ଼ା ପାଉଛନ୍ତି ମାଧବ। ଇଏ ହଉଛନ୍ତି ନିରାକାରଙ୍କର ପତାକା କେତନ। ଇଏ ଗୋଟେ ରାସମଣ୍ଡପ, ଇଏ ନିରାକାରଙ୍କ ରାସମଣ୍ଡପ। ସଜ୍ଜନ, ସେଇ ମୁରଲୀର ନାଁ ହଉଛି, ଆଉ ଗୋଟେ ନାଁ ହଉଛି ବଇଁଶୀ। ବଇଁଶୀ କଣ? ବରେ ଅନୁସାର ହେଲା ଶୂନ୍ୟ, ବଟି ହେଲା ବାୟୁ। ଆପଣ ପଚାରିବେ ଅନ୍ୟମାନଙ୍କୁ, ଆମକୁ କହୁଛ ଯେ ତମେ ନିଜେ ବୁଝ, ବାୟୁ ବିନା ବଞ୍ଚି ପାରିବ କି? ଆଚ୍ଛା, ବାୟୁ ଜଣା ନାହିଁ। ବରେ ହେଲେ ବାୟୁ, ବରେ ହେଲା ବ୍ୟାମ, ଆକାଶ। ଆକାଶ ବିନା ତମେ ରହିପାରିବ? ଆକାଶ କହିଲେ ଶୂନ୍ୟ, ଦାଦା। ବ କହିଲେ ବସୁନ୍ଧା, ଅୟୋବେତିନି ଜବରମ ଗଣନାଙ୍ଗଳ ବୁଝେଇ ଦଶା ଉଦାହରଣ ସହିତ ବସୁଦେବ। ଆଚ୍ଛା, ବସୁନ୍ଧା ବିନା ରହିପାରିବ? ତମେ କହୁଛ ଆମେ ମାନୁନୁ, ଆମେ କିଛି ମାନୁନୁ। ତମେ ମାନୁନା କଣ? ଆମରି ନିଆଁରେ ରୋଷେଇ କରି ଖାଉଛ, ଆମରି ପବନକୁ ନିଶ୍ୱାସ ନଉଛ, ଆମରି ଧାନ ଚାଉଳକୁ ମାଟିରେ ଚଷୁଛ, ଆଉ ଆଣେ କହୁଛ ଆମେ ମାନୁନୁ। ବ କହିଲେ ବାୟୁ, କେମିତି କହିଛନ୍ତି ଗୀତା? ବାୟୁ ଜଗନୀ বাত্যা আসে, মহাবাত্যা আসে, বন্যা আসে, মাধবଙ୍କୁ ସ୍ମରଣ କରି ଏଇ ଶ୍ଲୋକଟି ପଢିବେ, ବାରମ୍ବାର ପଢିବେ। ସବୁଦିନ ଯଦି ପଢିବେ ଆହୁରି ଭଲ। ବାୟୁ ଗୋପୀମାନଙ୍କୁ କୃଷ୍ଣ କହିଲେ ଫେରି ଯାଅ ଘରେ। ନା, ଆମେ ଆଉ ଫେରିବୁ। ମୋତେ ସମର୍ପି ସୁତ ବିନା ବର୍ତ୍ତମାନ ଗୋପୀ, ମୁଁ ଗୋଟାଏ ଗୋପୀ, ଆପଣମାନେ ଗୋପୀ। ଆମର ମଠ ଅଛି, ଆପଣଙ୍କର ଘର ଅଛି, ଆମେ ତାକୁ କଣ ଆଉ ମନେ ରଖିଛୁ? ଏଇଠି ବହିଛୁ ନା, ଏଇଠି କଥା ଶୁଣୁଛୁ, ଏଠି ମୁରଲୀର ନିନାଦକୁ ଶୁଣୁଛୁ।
ଏଠି ମଧୁର ବିନୟ ବଚନ ଶୁଣୁଛୁ, ଶାସ୍ତ୍ର କଥାକୁ ଶୁଣୁଛୁ, ଆଉ ଆମେ ଯିବୁ କୁଆଡେ? ତମକୁ ତୋରି ପାଖରେ ସମର୍ପଣ କରୁ, ଆଉ ଯିବୁ କୁଆଡେ? ସଜ୍ଜନ କଥାକୁ ଲମ୍ବେଇ ଲମ୍ବେଇ କହିଲେ ବହୁତ ସମୟ ଲାଗିବ। ତେବେ ସଜ୍ଜନ ଇଏ 16,000 ହୁଅନ୍ତୁ କି 16 ଜଣ, ये 16ଟି ଗୋପୀ, ये 16 ଜଣ ଗୋପୀ କୁ 16ଟି କୃଷ୍ଣ ଏକ ଶବ୍ଦ ବିପ୍ରା ବହୁଧାମ। ଆମର 16ଟା କେମିତି ଆମର ଲେଖା ହେଇଛି? ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ 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 କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ। ଆପଣ ଗଣନ୍ତୁ ହରେ କୃଷ୍ଣ ହରେ କୃଷ୍ଣ ହରେ କୃଷ୍ଣ କେତେ ହେଲା? 4। କୃଷ୍ଣ କୃଷ୍ଣ ହରେ ହରେ କେତେ ହେଲା? 4 8। ସେମିତି ହରେ ରାମ 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 ହରେ ହରେ କେତେ ହେଲା? 8 8 ମିଶିଗଲେ କେତେ ହେଲା? 16 ଗୁରୁ 8 8 ଓ 16 କାନକୁ ଆଉ ଶୁଭୁନି। ତେଣୁ ଗୋଟେ 16 ଜଣ ଗୋପୀ 16,000 ଲେଖା ହେଇଛି। ଇଏ 16 ଜଣ ଗୋପୀ ସମସ୍ତେ କୃଷ୍ଣଙ୍କର ଭକ୍ତ। ଇଏ ସର୍ବକୃଷ୍ଣର ଶରୀର ସବୁ ମାଧବ ଶରୀର ମାଧବ ବା କୃଷ୍ଣ ବର୍ତ୍ତମାନ କୋଉଠି ଅଛନ୍ତି? ଆପଣଙ୍କ ମନ୍ଦିରରେ ନା, ମନ୍ଦିରରେ ଅଛନ୍ତି, କିନ୍ତୁ ବର୍ତ୍ତମାନ ତାଙ୍କ ମନଟା କୋଉଠି ଅଛି? ଏଇ ରାସ ମନ୍ଦିର। ଭାଗବତରେ ସେ କହିଛନ୍ତି ଧବ ମଦଭକ୍ତ୍ୟା ଯତ୍ର ଗାୟନ୍ତି ତତ୍ର ତିଷ୍ଠା। ମୋ ନାମ କୀର୍ତ୍ତନଟା ଯୋଉଠି ହୁଏ ମୁଁ ଯାଇ ସେଇଠି ପହଞ୍ଚେ। ତେଣୁ ଆମକୁ ଦେଖାଯାଉନାହାନ୍ତି ମାଧବ ବର୍ତ୍ତମାନ ଆମ ଅନ୍ତରାଳରେ ଏଇଠି। ଆମେ ଯେତେବେଳେ ନାମ କରୁଛୁ, ଗାଳି ବଜଉଛୁ, ଗୀତ ବୋଲୁଛୁ, ସେ ଆମରି ପାଖରେ ନାହଂ ତିଷ୍ଠାମି वैकुंठे योगिनां हृदयेन च मद्भक्ता यत्र गायन्ति तत्र तिष्ठामि नारद। ओ नाम श्रवण कीर्तने श्रद्धाओ तुझे चरणों ओ नाम श्रवण कीर्तने श्रद्धाओ तुझे चरणों
ତ ବହୁତ କଥା କହିଲିନି, କେତେ କଥା କହିଲ। ତେବେ ସଜ୍ଜନ ନୀଳମାଧବ ଆଜି ନୀଳ କହିଲେ ଶୂନ୍ୟ, ମା କହିଲେ ଯେଉଁ ମାକୁ ସେ ପାଟି ଭିତରେ ଦେଖେଇଥିଲେ ସମଗ୍ର ଜଗତକୁ, ସେତିକି ବେଳେ ସେ ହେଇଥିଲେ ମାଧବ। ଧ କହିଲେ ଧର୍ମ, ଧର୍ମ ଏକାଶୀନା ମହତ ହାତର ଧର୍ମ ବର୍ତ୍ତମାନ ହାତ କରୁଛି, ତାରି ବଜେ କୀର୍ତ୍ତନ କରୁଛି। ଆଖି ମାଧବଙ୍କ ରୂପକୁ ଧ୍ୟାନ କରୁଛି, ପାଦ ଚେୟାରରେ ବସିଛି, କିଏ କାରଣ କରିବି, କିଏ ଗୋଡ଼ ନମ୍ବେଇ ବହିବି। ବର୍ତ୍ତମାନ ସର୍ବଧର୍ମାନ ବହି ଇଏ ହାତ ଯାହା ଘରେ କରୁଥିଲା ଏଠି କରୁନି, ଇଏ ପାଦ ଯାହା ଘରେ କରୁଥିଲା ଏଠି କରୁନି। ଏଠି ସବୁ ଯାକ ମତକୁ ସେ ଭିନ୍ନ କରି ଛିନ୍ନ କରି ସେ ଏଠି ମାମେକଂ ଶରଣଂ ବ୍ରଜ, ଏ ମାଧବଙ୍କ କଥା ଯେବେ ଏକ ଭାବେ ଭାବୁ ଘରେ ହଉଛି ଧର୍ମ। ମାକୁ ଧର ତାହେଲେ ବାପାଙ୍କୁ ପାଇବ, ମା ଜିତେଇବ ବାପାଙ୍କୁ। ମାକୁ ଧର, ଯଶୋମତୀଙ୍କ କାନି ଧରି କୃଷ୍ଣ ଯାଉଛି। ତେଣୁ ମାଧବ ମାକୁ ଧର, ଧ କହିଲେ ଧର୍ମ, ଧର୍ମ କହିଲେ କର୍ମ, কর্ম ভিতরে কর্তব্য, কর্তব্য ভিতরে সেবা, তাহলে নাকি ধর্ম জানিব না।
ब कहले माधव, ब कहले सर्वम खल्युदं ब्रह्म, से सर्वव्यापक जल स्थल मन गिरी आकाश साग नीलास सबू थारे बुझिବା दरकार। आमको सूर्य देखा जाउछन्ति गोटे फुटबल भलिया, पृथ्वी ठारू 13 लक्ष गुण बड़ होउछन्ति सूर्य। आ एमिका सूर्य आमे आध्यात्मिकवादी माने कहउछन्ति 12टी, किंतु विज्ञान एवं आहरी अनेक। तेणु ब्रह्मांड माल माल कोई आमे कौन एते कथा को जानी परिबा, एते कथा को बुझी परिबा। तेणु आमे जो माधव को बा जगन्नाथ को दिए जहाँ को इष्ट बोली भावुची से धर, से मंत्र को स्मरण कर। जे नित्य इष्ट धर्म पाए ठाकुर को पूजिले कौन इष्ट धर्म है? यदि पुलिस बाबूजी आसिले फूलमाल किए देले, सी जदि कहबे नहीं मु आउ किछि काम करबिनी केवल फूलमाल गुंथिबी बाबा मान को देबी, ताल ताकर कोन इष्ट धर्म हला नहीं। हाथे कर काम मुखे पड़ नाम, आउ नयन रे नाचू नयने नयने चका नयन जीवन का फुलफिल हम। कर्म को छाड़ी कर्तव्य को छाड़ी सेवा को छाड़ी आमे भूल बाटे जीवा, आमे मकरंद पान करिबा, दधी दुग्ध घृत मधु आमे आकु सब न खाई मद हुस्की बियर अमुक समग्र गुड़ा सब कौन थिला आम पिला दिन गुड़ा को नथिला। एबे सब कौन एते शौक लगी छाड़ माड़ी आसुची काल, माड़ी आसुची भयंकर युद्ध ध्वंसास्त्र गर्जन करू। तुमको कि गर्जन आसे तुम पार्टी केरे, किंतु वर्तमान ध्वंसास्त्र गर्जन करुची रूसिया रे, यूक्रेन रे, पाकिस्तान रे, भारत रे, बांग्लादेश रे, फलस्तीन रे, इस्राएल रे वर्तमान ध्वंसास्त्र गर्जन करुची। काली दिल्ली रे ध्वंसास्त्र गर्जन रे केते लोक मरीगले। आम हीराकुद डैम पर्यंत पुरी मंदिर पर्यंत सबुआरे आलान हो गला। हुशियार सावधान, ये मनीष दुनिया को आसिथिल कौन ध्वंस करने, तमर जन्मर सार्थकता कौन यही। तेणु मोर प्रवचन किछि नहीं, मु केवल मने पकई देवाक चाहे निजे शांति रे बंच, अन्य को शांति रे बंचिबा दियो। माधवानंद अंचल आपण माने जो सेवा पाई, जो घर द्वार करी रही बंचुंट, से माधवानंद को प्रार्थना करतु। आप सर्वे भवन्तु सुखिनो, सर्वे सन्तु निरामयाः, सर्वे भद्राणि पश्यन्तु मा कश्चित् दुःखभाग् भवेत्। कथा गपुथिले राति पाइबो, से कथा सरिबनी। एते समय नहीं पारे 6-7 दिन जिते बड़े आसि गोटी जदि आउ थे केवे आस गोटे सन्ध्या दी सन्ध्या भी रही पार दिन जाक मत बोर लगे। आउ जिते आसबि
गोटे वरिष्ठ नागरिक संवर्धना करवा वृक्षरोपण करवा विधवा माँ मान पूजन करवा पिला मानू योगासन शिक्षा दबा ता सहित संध्या घंटाए अध घंटा कौन गोटे कहबी मुझे समय आउ कारण भारत वर्षर अनेक राज्य अनेक भक्त माने गलिया को खोजुंट मुझे कथाकार प्रवक्ता नुहे कथाकार पंडित नुहे कि मोर कथा कहला पर व्यवसाय नुहे मत दरकार केवल श्रद्धा श्रद्धा झीटे किए आसी फूलटे नहीं जाइए मुझे आहा कि सुंदर फूलटी मुझे पकेट ना ये फूलटा कपाई देवी आपण मैंने केते फूल मुझे बेकार नबे मो गीता पाखे फूल फुटी जगते फूलर बासना सज्जन ये कथा को विश्राम दबा माधवानंद को कोटि कोटि प्रणाम करुची अजस्र प्रणाम करुची विश्व पाई देश पाई राज्य पाई आपण मान पाई मो निज पाई मु किछि मागुनी मागुची विश्व शांति ये मागी और कथा को विश्राम करुची जदि भल कथा किछि कोई थाए ताको मने पकेबे ताको पार केती मोर भिक्षा ये अंचल को सफा रखिए गछ लगे बड़मुक्त रास्ता जी भूल बात बहुत कदर्य रोग सरकार को राष्ट्रपति पर्यंत नीलमाधवंकर कार्य संपूर्ण करने पत्र आदि लिखा सरी देखा कौन हो कथा नहीं प्रक्रिया जय जय नील माधव हरिव जय जय नील माधव हरिव जय जय नील माधव हरिव जय जय नील माधव जय जय श्री राधे दिव्य
ନୀଳମାଧବଙ୍କର ଆପଣମାନଙ୍କ ପାଖରେ ମୁଁ କି ରଖୁଛି ଯିଏ ତିଆରି କରିଛନ୍ତି ବହୁତ ତାଙ୍କ ନାଁ କଣ? ବଢ଼ିଆ ପ୍ରଶାନ୍ତ ବାବୁ, ଆମେ ତାଙ୍କୁ ସମ୍ମାନିତ କରୁଛୁ। ହାଣ୍ଡି ଅଧିକାରୀ ଭଲ ଭଜନ କରିଥିଲେ ଆମର ବାବାଙ୍କ ବିଷୟରେ। ଆଜ୍ଞା, ହାଣ୍ଡି ଅଧିକାରୀ, ତାଙ୍କ ନାଁ କଣ? ସ୍ୱାଗତ ବାବୁ, ସ୍ୱାଗତ ବାବୁଙ୍କୁ ଆମେ ସ୍ୱାଗତ କରୁଛୁ। ସେ ମଧ୍ୟ ମଞ୍ଚ ଉପରକୁ ଆସନ୍ତୁ। ସମସ୍ତ କଣ୍ଟିଲୋ ହରି ପ୍ରେମୀ ଭକ୍ତଙ୍କୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମସ୍ତେ ଉର୍ଦ୍ଧ୍ୱବାହୁ କରିକି ଟିକେ ଜୟଗାନ କରିବା। ବାବା ଆଉ ଥରେ ଆମମାନଙ୍କୁ ଅଶେଷ କୃପା କରନ୍ତୁ। ଆସନ୍ତା ବର୍ଷ 2 ଦିନଟା 5 ଦିନ ହଉ, 5 ଦିନର ଆମେ ହରିକଥାକୁ ଶ୍ରବଣ ଯେମିତି କରିବା, ସେଥିପାଇଁ 2 ହାତ ଯାକ ଉପରକୁ ଟେକି ବୋଲ ଜଗନ୍ନାଥ ଭଗବାନ କି, ବଳଭଦ୍ର ଭୈୟା की, सुभद्रा महारानी की, सुदर्शन